ଅର୍ଡ଼ର ଦିଅନ୍ତୁ। ସୁନାରାମ ସାବତ ଭାରତୀୟ ଜାତୀୟ କଂଗ୍ରେସର ହିଞ୍ଜିଳି ପୌର ପରିଷଦର ପୂର୍ବତନ ସଭାପତି। ଆଚ୍ଛା, ଆଜି ଯେଉଁ ମାନେ ଆପଣ ଆମେ ଦେଖିଥିଲୁ ହିଞ୍ଜିଳି ପଞ୍ଚାୟତରେ ସବୁ ଯେତିକି ସବୁ ନାମ ଫଳକ ଲେଖା ହେଇଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ, କେମିତି କ'ଣ କହିବେ? ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ଖାଲି କାଗଜ କଲମରେ ଓଡ଼ିଶାର ତଥା ତାଙ୍କର ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଉନ୍ନତି କରିଛନ୍ତି। ଏ ଫଳକ ମାଧ୍ୟମରେ ଲୋକଙ୍କୁ ସୂଚାଉଛନ୍ତି କାଗଜ କଲମରେ ମୁଖ୍ୟମନ୍ତ୍ରୀ 1 ନମ୍ବର, କିନ୍ତୁ କାମ ଯଦି ତଳ ସ୍ତରକୁ ଆଇକରି ଆମେ ନିରୀକ୍ଷଣ କରିବା ସେ କାମର କିଛି ମୂଲ୍ୟ ନାହିଁ। ଆଉ କ'ଣ କହିବେ ମାନେ ଯେଉଁ ଇଲେକ୍ସନ୍ ଉପରେ କ'ଣ କହିବେ? ଦେଖନ୍ତୁ, ଆଗକୁ 2024 ସାଧାରଣ ନିର୍ବାଚନ। ଆମେ ଆଗରୁ ବାରମ୍ବାର କହୁଛୁ, ଆମର ଓଡ଼ିଆର ଗୋଟେ ପ୍ରବାଦ ଅଛି, ବାଘ ନ ଦେଖିଲେ ବିଲେଇ ଦେଖ। ବିଜେପି ବିଜେଡ଼ି ସରକାର ଦୁଇ ଦଳ ଯାକ ଲୋକଙ୍କୁ ମିଛ କହି ଲୋକଙ୍କର ମନକୁ ସୁଆଇଲା ଭଳିଆ କଥା କହି ତାଙ୍କେ ଭୋଟ ନେବା ପାଇଁ ଏସବୁ ପ୍ରୟାସ ପ୍ରତିଦ୍ୱନ୍ଦିତା କରୁଛନ୍ତି। କିନ୍ତୁ ଆଗାମୀ ନିର୍ବାଚନରେ ଦେଖିବେ ଦୁଇ ଜଣ ଯାକ ଗୋଟିଏ ଜିନିଷ ହିଁ ଲୋକଙ୍କୁ ଭୋଟ ନେବା ପାଇଁ ଏହା ସବୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଆମେ କହିବା କଥା, ଯଦି ତମେ ଓଡ଼ିଶା ବା ଭାରତ ତମେ ସୁଶାସନ ଦେବାର ଇଚ୍ଛା, ଲୋକଙ୍କୁ ମିଛ କହୁଛ କ'ଣ ପାଇଁ? ଇତିହାସ ଦେଖନ୍ତୁ, ଯେଉଁ ଦିନ ଭାରତରେ ବା ଓଡ଼ିଶାରେ କଂଗ୍ରେସ ସରକାର ନାହିଁ, ତାହା ଅସ୍ଥିରତା ଦେଖାଯାଇଛି ବା ଅଭାବ ଅନଟନ ଦେଖାଯାଇଛି ବା ଆର୍ଥିକ ସଙ୍କଟ ମଧ୍ୟ ଦେଖାଯାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ କଂଗ୍ରେସ ସରକାର ଆସିଲା ପରେ ସେ ଆର୍ଥିକ ସଙ୍କଟ ବା ଅସ୍ଥିରତାକୁ ସୁଧରିଛି। ଏବେ 2024 ନିର୍ବାଚନ ପାଇଁ କଂଗ୍ରେସ କ'ଣ ଅଛି? ସେଟା ଆଗକୁ ଜନସାଧାରଣ ଯାହା ନିଷ୍ପତ୍ତି ନେବେ। ଧନ୍ୟବାଦ।